କାରବିଆନ୍ ଦ୍ୱୀପପୁଞ୍ଜକୁ ଭୟଙ୍କର ଘୂର୍ଣ୍ଣିଝଡ଼ ବିପଦ। ଭୟଙ୍କର ହେଉଛି ହରିକେନ୍ ବେରିଲ୍। ପ୍ରବଳ ବର୍ଷା ସହ ବ୍ୟାପକ ଜୀବନହାନି ଆଶଙ୍କା ରହିଛି। ବାତ୍ୟା ବେରିଲ୍ ଭୟଙ୍କର ରୂପ ନେଇ ଏହା ଭିନସେଣ୍ଟ ଗ୍ରେନଚାଇନ୍ ଛୁଇଁବ। ୱିଣ୍ଡ ୱାର୍ଡ ଦ୍ୱୀପପୁଞ୍ଜ ଦେଇ ଗତି କରିବା ବେଳେ ଏହା ଭୟଙ୍କର ରୂପ ନେବ। ଏହା କ୍ୟାଟାଗୋରୀ 3ର ଭୟଙ୍କର ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ। ଏପଟେ ବିଶ୍ୱବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟଙ୍କ ବାଟ ଓଗାଳିଛି ସାମୁଦ୍ରିକ ଝଡ଼, ଯାହାଫଳରେ ସେମାନେ ବାର୍ବାଡସରେ ଅଟକିଛନ୍ତି। ବିମାନ ଉଡ଼ାଣ ପାଇଁ ପାଗ ଅନୁକୂଳ ନଥିବାରୁ ବିଶ୍ୱବିଜୟୀ ଟିମ୍ ଭାରତ ଫେରିବାରେ ବିଳମ୍ବ ହେଉଛି। ଆଣ୍ଟଲାଣ୍ଟିକ୍ରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବର୍ତ୍ତମାନ ଇଷ୍ଟ ସାଉଥ୍ ଇଷ୍ଟ ବାର୍ବାଡସରୁ 110 ମାଇଲ ଦୂରରେ ରହିଛି। ଏହା ବର୍ତ୍ତମାନ 210 କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଟିମ୍ ଇଣ୍ଡିଆ ସଦସ୍ୟ ଦ ହିଲ୍ଟନ୍ ହୋଟେଲରେ ରହୁଥିବା ବେଳେ ତାହା ସମୁଦ୍ର ନିକଟରେ ଅବସ୍ଥିତ, ତେଣୁ ତାହା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଉଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଟିମ୍ ଇଣ୍ଡିଆର ସଦସ୍ୟ ପ୍ରଥମେ ନ୍ୟୁୟର୍କ ଯାଇଥାନ୍ତେ। ସେଠାରୁ ସେମାନେ ଦୁବାଇ ଯାଇ ଭାରତ ଫେରିଥାନ୍ତେ। ଆଜି ରାତି 8:30ରେ ସେମାନଙ୍କର ଫ୍ଲାଇଟ୍ ଉଡ଼ାଣ ଭରିବ ବୋଲି ସ୍ଥିର ହୋଇଥିଲା। ମାତ୍ର ସାମୁଦ୍ରିକ ଝଡ଼ର ଉଗ୍ର ରୂପକୁ ଦେଖି ଆଜି ସନ୍ଧ୍ୟା ସୁଦ୍ଧା ରାଜଧାନୀ ବ୍ରିଜଟାଉନ୍ର ବିମାନ ବନ୍ଦର ବନ୍ଦ ହୋଇଯିବ ବୋଲି ସେଠାକାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ତେଣୁ ତୁରନ୍ତ ଟିମ୍ ଇଣ୍ଡିଆର ସମସ୍ତଙ୍କୁ ସେଠାରୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ବିଜୟୀ ଟିମ୍, BCCI ଅଫିସିଆଲ ଏବଂ ଟିମ୍ର ପରିବାର ସଦସ୍ୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା BCCI ପକ୍ଷରୁ କରାଯାଉଥିବା ଜଣାପଡ଼ିଛି। ଏପରିକି ଏ ବାବଦରେ PMO ସହ ଯୋଗାଯୋଗ କରାଯାଉଛି। ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।